ମାନଙ୍କୁ କହୁଛି କାହା ବାପା ମାନଙ୍କୁ କହୁଛି କେହି ବାହାର କରନ୍ତୁନି, ଘରେ ରଖନ୍ତୁ, ଆକ୍ସେପ୍ଟ କରନ୍ତୁ, କାହିଁ ବାହା କରିବ ଏତିକି ଆଉ। କଣ କହିବେ ଘର ବାପ ତ ଅଛନ୍ତି ସାରା ଓଡ଼ିଶାରେ ଯୋଉ ବାପା ମା ଯୋଉ ଭଉଣୀ ମାନେ ଘୃଣା ଦୃଷ୍ଟି ଦେଖନ୍ତି, ତେଣୁ କଣ ବାପିବାକୁ ଚାହୁଁଛନ୍ତି? ନା ମୁଁ ସମସ୍ତଙ୍କୁ ହାତ ଯୋଡ଼ିକି ରିକ୍ୱେଷ୍ଟ କରି କହୁଛି, କୋଉ ବାପା ମା ମାନେ ଯଦି ବି ଆପଣଙ୍କ ପିଲା କିନ୍ନର ହଉଛି କି ଦୟାକରି ବାହାର କରନ୍ତୁନି କି ବାଡ଼ାବାଡ଼ି କରନ୍ତୁନି, ଓଲଟି ତାଙ୍କୁ ସପୋର୍ଟ କରନ୍ତୁ। ଯେମିତିକି ପୂଜା ଏଣା ଯାଉଛି ତାଙ୍କ ଘରେ ତାଙ୍କୁ ଦବା ନବା ସବ୍ କରୁଛି, ସେମିତି ଆପଣ ମାନେ ବି ସେଇ ଛୁଆକୁ ସ୍ନେହ ଦେଲେ ସିଏ ବି ଦିନେ ଦିନେ ମୋ ବାବା ମା ବୋଲି ଭଉଣୀ ବୋଲି ପଚାରିବ। କାହିଁକି ଆମେ ତାଙ୍କୁ ବାହା କରିଦବା? ସେଇଟା କଣ ତାଙ୍କର ଭୁଲ ନା ବାପା ମାଙ୍କର ଭୁଲ? କାହାର ଭୁଲ ନାହିଁ। ବାପା ମାଙ୍କୁ ଜାଣିଥିଲେ ମୁଁ ତ ଜନ୍ମ କଲି ମୋ ଛୁଆଟା କିନ୍ନର ହେଇଯିବ, ଯେତେବେଳେ 14-15 ବର୍ଷ ହେଲା ସେ ଜାଣିଲେ କିନ୍ନର, ଏଇଟା କଣ ବାହା କରିବା ବାପା ମାଙ୍କର ଠିକ ନୁହଁ। ଆଜ୍ଞା ଆଜ୍ଞା କିନ୍ନର ତାଙ୍କର ତ ଇନକମ ଅଛି, ସେ ତାଙ୍କ ରାସ୍ତା କୋଡକୁ ବି ଯାଉଛନ୍ତି, ଧନ୍ଦା ଯୋଉ କହିଲେ ସେଇଟା ବି କରୁଛନ୍ତି, ପ୍ଲସ ଟୋଲ ଗେଟ ରେ ନଉଛନ୍ତି, ପୂଜା ବି ଗୋଟେ ଜବ କରୁଛି, ଏମିତି ଚାଲିଛି ତାଙ୍କର ଆଉ। ନା ଚଳିବେ ସେମିତି, ତାଙ୍କର ବାବା ମା ଯଦି ନଥିବେ ସେ ଯାହା ବି ପେଟ ପାଇଁ ତ କିଛି କରି, ଧର ଆମେ ଏଇନା ସପୋଜ ପୂଜା ଏଇନା କିଛି କଲାନି, ଯେହେତୁ ସେ ମତେ ଏଟା ଭାଉଜ ବୋଲି ଭାବୁଛି, ମୁଁ ତ କିଛି ନହେଲେ ମୁଁ ଯୋଉ ଡାଲି ଆଳୁ ତାକୁ ତ ଡାଲି ଆଳୁ ଦେଇପାରିବି ନା ନାଇଁ? ଆଜ୍ଞା ପାଇଛି 3 କିସ୍ତିରେ 15,000 ପଇସା। କାମ କଲି, ଯାହା ରଖିଲି ଆଉ ଯାହା କାମ କଲି, ଗୋଟେ ଗଡରେଜ ଆଣିଥିଲି 2nd କିସ୍ତିରେ, 3rd କିସ୍ତିରେ କାମ କଲି, ଆମ ପୁଅର ଚୁଟି ପଇଲା ସେଥିରେ କିଛି କାମ କଲି, 1ମ କିସ୍ତି ରଖିଛି ଆଉ କଛି ଖର୍ଚ୍ଚ ବି ହଉଛି ଆଉ ସେ ପଇସା ଏପର୍ଯ୍ୟନ୍ତ ଥିବ କି? ହଁ ସେଥିରେ କଣ ଅଛି, ବେପାର ତ ଚାଲିଛି, ବେପାର ନ କରି ପାରିଲି, ଛୋଟ ଛୁଆ ମୁଁ ତ ବାହାରକୁ ଯାଇପାରିବିନି ନା, ସେ ପଇସା କଣ ବେପାର କରିପାରିବି କି? ଗୋଟେ ଜିନିଷ ନେଇ ଆସୁ, ମୋ ଜୀବନରେ ମରିଥିଲା ପର୍ଯ୍ୟନ୍ତ ଭାବିବି ଗୋଟେ ଗଡରେଜ ସୁଭଦ୍ରା ପଇସାରେ ଆଣିଛି। ସେଇଟା ତ କହିବ, ମତେ ମୋଦି ସରକାର ପସନ୍ଦ ଲାଗନ୍ତି। ଦେଖନ୍ତୁ, ଗୋଟେ ଆମର ପୁରୀ ଜଗନ୍ନାଥ ମନ୍ଦିର କହୁଛି, ନବୀନ ପଟ୍ଟନାୟକ ଯାହା କରିଥିଲେ, ଗୋଟେ 4 ଦୁଆର ସବୁ ଯୋଉ ଇଏ କରୁଛନ୍ତି, ସେଥିଲାଗି କଥାବାର୍ତ୍ତା କରୁଛି। ଗୋଟେ ଏଇ ଯୋଉ ପୁରୀ ଆମର କାର୍ତ୍ତିକ ପୂର୍ଣ୍ଣିମା ସବୁ ଦୁଆର ବନ୍ଦ, ଗୋଟେ ଦୁଆର ଖୋଲିଛନ୍ତି, କେତେ ଚଢା ମଡା ହଉଛନ୍ତି, ଯେତେ ସେଇଟା ଆମର ମୋହନ ସରକାର କରିନାହାନ୍ତି କି? ସରକାର ମାତ୍ରା ତ ଭଲ, କିନ୍ତୁ ନବୀନ ସରକାର ଯେତିକି ଉନ୍ନତି ହଉଥିଲା ଏବେ ନାହିଁ। ଇଏ ଖାଲି ନାକୁ ମୋ ବସ କୁ ଆମ ବସ, ଯୋଉ ପୁରୀ, ମୁଁ ପୁରୀ ମନ୍ଦିର କଥା ସ୍ପେସିଆଲ କହୁଛି। ଆଜ୍ଞା ଦେହ ବେପାରୀ ତ ଶୁଣନ୍ତୁ, ସେଇଟା ତ ଯାହା ଖୁସିରେ ଆମକୁ ଆଉ କଣ ବାଧା ଦେଇପାରିବେ? ଗୋଟେ ଝିଅ ମାନେ ବି ଏମିତି କରୁଛନ୍ତି, ତାଙ୍କର କିଛି ପ୍ରୋବ୍ଲେମ ଥିବ, ସେମାନେ ଚାହୁଁଥିବେ ଆମେ କିଛି କାମ କରିବାନି, ଏଇ କାମ କରି ମାନେ ଚଳେଇ ହବା, ସେଟା ତା ନିଜ ଉପରେ ମର୍ଜି ନା। କିନ୍ତୁ ଏମିତି କଲେ ଭଲ ନୁହଁ। ବାପା ମା ଚାହୁଁଥିବେ ମୋ ଝିଅ ଯାଇଛି ପାଠ ପଢିବାକୁ, ସେ ଏମିତି ଖରାପ କାମ କରୁଥିବେ, ସେଇଟା କଣ ଠିକ କି? କିନ୍ନର ମାନେ ତ ତାଙ୍କ ସେଇଟା କାମ ନା, ନ କଲେ ଚଳିବେ କେମିତି? ତାଙ୍କର ସେତିକି କଣ ତାଙ୍କୁ ଭଲ ପାଉନଥିବେ କି କଣଟା ଅଭାବ ଥିବ, ସେଥିଲାଗି ଯାଉଥିବେ। ସବୁ ପୁରୁଷ ତ ସମାନ ନୁହଁ ନା। ଆଜ୍ଞା ଆଜ୍ଞା ସେଥିଲାଗି କହିବାକୁ ଗଲେ, ଶୁଣନ୍ତୁ, ଯାହାକୁ ଯୋଉଟା ଭଲ ଲାଗିଲା ସେ ସେଇଟା କରିବ, ହେଲା କି? ତାଙ୍କୁ ଭଲ, ତାଙ୍କ ସ୍ତ୍ରୀ ତାଙ୍କୁ ସାଟିସ୍ଫାକ୍ସନ ଲାଗୁନଥିବ, କିନ୍ତୁ ଦୟାକରି ଯଦି ଆପଣ ବିବାହିତା ଆଉ କାହା ପାଖକୁ ଯାଆନ୍ତୁନି। କାରଣ ସେ ଝିଅଟା କେତେ ଆଶା ସୁଖ ଭରସା ନେଇକି ଆସିଛି, ନାଇଁ ମୋ ସ୍ଵାମୀ ଭଲ, କି ମୋ ସ୍ଵାମୀ ପାଖରେ ମୁଁ ରହିବି, ଯଦି ପର ନାରୀ ପାଖକୁ ଯିବ, ସେଟା କଣ ଠିକ କି? ଠିକ ନୁହଁ। କୌଣସି ବି ପୁରୁଷ ସ୍ତ୍ରୀ ଥାଉ ଥାଉ ପର ସ୍ତ୍ରୀ ପାଖକୁ କି କିନ୍ନର ମାନଙ୍କ ପାଖକୁ ଯାଆନ୍ତୁନି। ଆଜିକାଲି ସୋସାଇଟିରେ ବି କିନ୍ନର ମାନଙ୍କୁ ବହୁତ ହଇରାଣ କରୁଛନ୍ତି। ନାରୀ ଯୁଗ ହେଲାଣି ତ, ସେଥିଲାଗି ଆଉ ନାରୀ ଯୁଗ ହେଲାଣି ତ, ନା ନା ସେମିତି ବହୁତ କମ ଇଏରେ ଦଉଛନ୍ତି। ସ୍ତ୍ରୀ ମାନେ କଣ ପାଇଁ ଦେବେ? ସେତିକି ତାଙ୍କୁ ମୁହଁ ଦେଇଥିବେ, ସ୍ଵାମୀ ମାନେ ତାଙ୍କୁ ମୁହଁ ଦଉଥିବେ, ଝଗଡା ଝାଟି କରୁଥିବେ, ସେଥିଲାଗି ଦଉଥିବେ। ହଁ ତ କଟୁଛନ୍ତି, ସେଟା ତାଙ୍କୁ ଖୁସି ଲାଗୁଥିବ କି ତାଙ୍କର କଣ ଅସୁବିଧା, ସେଇଟା ତ ଆମେ କହିପାରିବୁନି ନା, ତାଙ୍କୁ କଣ ଭଲ ଲାଗୁଥିବ। ନା ନା ନା, ସମାଜ ପାଇଁ କହିଲା ବେଳକୁ ସେ ଦୟାକରି ଏମିତି କେହି ନ କରନ୍ତୁ। ସ୍ଵାମୀ ତା ଭରସାରେ ଧର ଆଣିକି, ସପୋଜ ତା ଘର କଟକ, ସେ ଆଣିକି ଭୁବନେଶ୍ୱରରେ ମୋ କାମ କରୁଛି, ମୋ ସ୍ତ୍ରୀ ରହିବ, ସ୍ଵାମୀ ଗଲା ପରେ ସ୍ତ୍ରୀ ଯଦି ଖରାପ କାମ કરે, ସେଟା ଠିକ ନୁହଁ। ଏମିତି ବି କେହି ନ କରନ୍ତୁ। କାହିଁ କରିବେ? ସ୍ଵାମୀ ପାଖରେ କଣ ଅଭାବ ଅଛି? ପଇସା କିଛି ନୁହଁ। ଆମ ସେଇ 5 ଟଙ୍କାରେ ଆମେ ବଢିବା, କାହିଁ ଆମେ 15 ଟଙ୍କାକୁ ଯିବା?
ମୋ ସ୍ୱାମୀର 5 ଟଙ୍କା ଇନକମ୍, ମୁଁ 5 ଟଙ୍କାର କଥା କହିବି। ମୁଁ ଯଦି ପର ପୁରୁଷକୁ ପଳେଇବି, ସେ 15 ଟଙ୍କା, ସେ 15 ଟଙ୍କାର କିଛି ଲାଭ ହବନି। କାରଣ ଆମ ସ୍ୱାମୀର 5 ଟଙ୍କା ହିଁ ଆମର ଇମ୍ପୋର୍ଟାନ୍ସ, ହଁ କି ନାଇଁ? ଦୟାକରି ସ୍ତ୍ରୀ ମାନେ ଏମିତି କରନ୍ତୁନି। ପୁରୁଷମାନେ ଯାଉଛନ୍ତି ପର ସ୍ତ୍ରୀରେ। ପୁରୁଷ ମାନେ ବି ଯାଆନ୍ତୁନି। କାହିଁ ପୁରୁଷ ମାନେ ଯିବେ? ସେ ସ୍ତ୍ରୀଟା ମାନେ ଘରେ ଝଗଡ଼ା କରୁଛନ୍ତି କି ପଳଉଥିବେ ରାଗ ରୁଷା କରିକି, କିନ୍ତୁ ଯିବା କଥା ନୁହଁ, ଏଟା ନିୟମ ନୁହଁ। କାହିଁକି ଯିବ? ପୁରୁଷ ମାନେ ହୁଅନ୍ତୁ କି ସ୍ତ୍ରୀ ଲୋକ, କାହିଁକି ଯିବ? ଧନ୍ୟବାଦ। ସବୁଠାରୁ ଆଗେ ଏବଂ ସଠିକ୍ ନ୍ୟୁଜ୍ ପାଇବା ପାଇଁ ଆପଣଙ୍କର ନମ୍ବର 1 ଚ୍ୟାନେଲ୍ ୱାଲ୍ ନ୍ୟୁଜ୍କୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ।